हेलो एवरीवन नमस्कार जय जगन्नाथ वेलकम करछि मोर गोटे नुआ मिनी ब्लॉग को। तो सकाळु सकाळु तो पळेई आसଥିଲି छात को फूल गुड़ाक देखिबाको कहीं देखिले ही पेट भरी जाए मोर। तो मु देखिथिली और वीडियो भी नहीं जाइथिली बिकॉज़ वीडियोटा भी एटू स्टार्ट करेबी तो आपण माने भी देखिकी खुशी जिवे। तो सुंदर सुंदर फूल मानक तो दिनटा स्टार्ट कर देली। तापरे एरी किछि परिया मंज भी मु लगेइछि जोटा कि हेइछि एबे नुआ नुआ किछि पूरा बड़ हेइ जाव टिके टिके तापरे देखेबी कोन होछि कोन नै। तापरे एगुडा गला हमर जिनिया जोड़ा कि आगुरु तो बहुत होतिला हमर एबे मु एई फोन रे फोटो नै नल देखै थांती। आ एबे हिची बट सब सोइला बळिया हेइ जाइछि। त संगे साग मंजी भी एबे पकेइथिलु साग तो एते बड़ हेइनी बट पोको केमती कोन ना कुआडू लागि जाइछि तो भाबिलु साग गुडा को भी एबे जेतिकी अछि सेतिकी नै जिवु एना के जानिछि पूरा पोको भी हेइ जाय पारे। तो फर्स्ट पोको गुडा को देखि देखि जोड़ा पोको लागि जाइतला से गुडा को बाछि कि मु छिंडे देइथिली। आ तापरे मामी और मम्मी से साग गुडा को तोଳି ଦେଇଥିଲୁ ଆଉ କଅଁଳିଆ ଶାଗ ଗୁଡାକୁ ନା ତୋଳିବାରେ ଯୋଉ ମଜା ଲାଗୁଥିଲା ଖାଲି ତୋଳିବାରେ ନାହିଁ ଦେଖିବାକୁ ବି ବହୁତ ହି ଖୁସି ଲାଗୁଛି ମାନେ ପୁରା ଛନଛନିଆ ହେଇ ସଜ ସଜ ଶାଗ। ତ ସବୁ ତୋଳିକି ତ ନେଇ ଯାଇଥିଲୁ। ତ ଆମର ଛୋଟ ଫ୍ୟାମିଲି କୁ ଏତିକି ତ ଶାଗ ଆମର ହେଇଯିବ ଏଣ୍ଡ ଏତିକି ଶାଗ ସାଙ୍ଗରେ ଏତିକି ଫୁଲ ବି ବାହାରି ପଡିଥିଲା ଆଉ ତା ସାଙ୍ଗରେ ଆଜି ବାବା ପୁଣି ସଜନ ଶାଗ ବି ନେଇ ଆସିଥିଲେ ଯୋଉଟା କି ମୁଁ ବାଛିବାକୁ ବସି ପଡିଥିଲି ଆଉ ମୁଁ ତାକୁ ପୁରା ଗୋଟେ ଗୋଟେ କରି ହିଁ ବାଛିଥାଏ। ଦେନ୍ ବ୍ରେକଫାଷ୍ଟ ଆଜି ଦେଇଥିଲା ସେମିଆ କ୍ଷୀରି ଯୋଉଟା କି ମୋ ଡିମାଣ୍ଡ ରେ ବନିଥିଲା ବଟ୍ କ୍ଷୀରିରୁ ସେଟା ମୁଁ ଖାଇଲା ବେଳେ କେତେବେଳେ ନା ହାଲୁଆ ବି ହେଇ ଯାଇଥିଲା। देन लंच टाइम ହେଇଥିଲା ଆଉ ଲଞ୍ଚ ବି କରିଦେଇଥିଲେ ଏମିତି ସବୁ ଆଇଟମ ଥିଲା ଯୋଉଟା କି ଶାଗ ଭଜା ସନ୍ତୁଳା ଏମିତି ସବୁକୁ ନେଇକି। ଦେନ୍ ବହୁତ ଦିନ ପରେ ନା ବ୍ରହ୍ମପୁରରେ ଟିକେ ଏବେ ବର୍ଷା ହେଇଛି ମାନେ ସନ୍ଧ୍ୟା ହେଇଗଲେ ଟିକେ ପବନ ସାଙ୍ଗରେ ବର୍ଷା ପଳେଇ ଆସୁଛି ଆଉ ସେଇଟା ଟିକେ ହୃଦୟକୁ ଆମର ଛୁଉଁଛି ଭଲ ଲାଗୁଛି କଣ କରିବା ନହେଲେ ତ ବହୁତ ଦିନ ହେଲାଣି ଗରମ ହିଁ ଗରମ ହଉଥିଲା। ତ ସେଥିପାଇଁ ମୁଁ ଟିକେ ବାଲକୋନିରେ ବସିଥିଲି ଆଉ ବାଲକୋନିରେ ବସିଲେ କଣ ହବ ହଠାତ୍ ତ ବର୍ଷା ହେଇଗଲା ଆଉ ବର୍ଷା ହେଲା ଆଉ କୁଆଡେ ବସିବି ଛାଡ ଦୁଃଖ ହିଁ ଦୁଃଖ। ତାପରେ ଗରମା ଗରମ କିଛି ଖାଇବାକୁ ଇଚ୍ଛା ହେଲା କାହିଁକିନା ବର୍ଷା ହେଲା ମିନ୍ସ କଣ ଗୋଟେ ଖାଇବାକୁ ଫାଷ୍ଟ ଇଚ୍ଛା ହିଁ ହବ। ଆମେ ଦି ଜଣ ମିଶିକି କାକରା ପିଠା ବନେଇ ଦେଇଥିଲୁ କାକରା ପିଠା ହିଁ ମତେ ଜଣା ସେଥିପାଇଁ ଯେବେ ଇଚ୍ଛା ହେଲା ଟିକେ କାକରା ପିଠା ବନେଇ ଖାଇଦବା କଥା ଆଉ। ତ ଏମିତି କିଛି ଥିଲା ମୋର ଶେଷ ରଜ ଭିଡିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ।